ଆମର ପର୍ଟିକୁଲାର କନ୍ଦଳ ଛକରୁ ପାସ୍ କରିଯିବ ହନୁମାନ ପାସ୍ କରିଯିବ ଆସିଲା ପରେ ଗୋଟେ ଛୋଟ ବ୍ରିଜ୍ ଅଛି। ପିଚୁ ରୋଡ ପୁରା ଲାଗିକି ରହୁଛି ବ୍ରିଜ୍ ଜଷ୍ଟ ପାରି ହଉ ବା ମାନେ ତାଳ ଗଛ ଇଏ ଅଛି ଆଟାକ୍ କଲେ 3 ଜଣ ପିଲା ଥିଲେ ସିଏ ମାମୁଁ ଘରକୁ ଯାଉଥିଲି। ଏଇ ସନ୍ଧ୍ୟା ବେଳ 6:30 7ଟା ଭିତରେ କଥା। 3 ଜଣ ପିଲା ଆଇଲେ ସଡନ ମୋ ଗାଡି ମାଇଲେ ଗୋଇଠା ମୁଁ ପଡିଲି। ପଛରୁ 2ଟା ଗାଡି ଆଉଥିଲା ଯେମିତି ଦେଖିଲେ ଗାଡି 2ଟା ଲାଇଟ୍ ପଡିଲା ପୁରା ଭିଡି ହେଇକି ପଳେଇଲେ। ହଠାତ୍ ମୁଁ ତ ମୋ ପଛରୁ ସେମାନେ ଆଇଲେ ମାଇଲେ ଗୋଇଠା ମୁଁ ପଡିଗଲି। ତାପରେ ମୋ ପଛରୁ 2ଟା ଗାଡି ଆସିବା ଭିତରେ ସିଏ ପିଇକି ପଳେଇଲେ। ନା ମୁଁ ଜାଣିନି ମୋ ତ ସେପଟେ ମାମୁଁ ଘର ମୁଁ କଣ ଚିହ୍ନିବି କାହିଁ ଅଟକେଇଥାନ୍ତେ ଛେଡ଼ାଛେଡ଼ି କରିଥାନ୍ତେ ଆଉ ହଠାତ୍ ପଳେଇ ଗାଡି ଲାଇଟ୍ ଦେଖିବାକୁ ପଳେଇଲେ। ତା 2 ଦିନ ପୂର୍ବରୁ ଆମର ସେଇ ମାମୁଁ ଘର ଗାଁର ଜଣଙ୍କ ପାଖରୁ ଛଡ଼ାଛଡ଼ି ଆମର ପର୍ଟିକୁଲାର କନ୍ଦଳ ଛକରୁ ପାସ୍ କରିଯିବ ହନୁମାନ ପାସ୍ କରିଯିବ ଆସିଲା ପରେ ଗୋଟେ ଛୋଟ ବ୍ରିଜ୍ ଅଛି। ପିଚୁ ରୋଡ ପୁରା ଲାଗିକି ରହୁଛି ବ୍ରିଜ୍ ଜଷ୍ଟ ପାରି ହଉ ବା ମାନେ ତାଳ ଗଛ ଇଏ ଅଛି ଆଟାକ୍ କଲେ 3 ଜଣ ପିଲା ଥିଲେ ସିଏ ମାମୁଁ ଘରକୁ ଯାଉଥିଲି। ଏଇ ସନ୍ଧ୍ୟା ବେଳ 6:30 7ଟା ଭିତରେ କଥା। 3 ଜଣ ପିଲା ଆଇଲେ ସଡନ ମୋ ଗାଡି ମାଇଲେ ଗୋଇଠା ମୁଁ ପଡିଲି। ପଛରୁ 2ଟା ଗାଡି ଆଉଥିଲା ଯେମିତି ଦେଖିଲେ ଗାଡି 2ଟା ଲାଇଟ୍ ପଡିଲା ପୁରା ଭିଡି ହେଇକି ପଳେଇଲେ। ହଠାତ୍ ମୁଁ ତ ମୋ ପଛରୁ ସେମାନେ ଆଇଲେ ମାଇଲେ ଗୋଇଠା ମୁଁ ପଡିଗଲି। ତାପରେ ମୋ ପଛରୁ 2ଟା ଗାଡି ଆସିବା ଭିତରେ ସିଏ ପିଇକି ପଳେଇଲେ। ନା ମୁଁ ଜାଣିନି ମୋ ତ ସେପଟେ ମାମୁଁ ଘର ମୁଁ କଣ ଚିହ୍ନିବି କାହିଁ ଅଟକେଇଥାନ୍ତେ ଛେଡ଼ାଛେଡ଼ି କରିଥାନ୍ତେ ଆଉ ହଠାତ୍ ଗାଡି ଲାଇଟ୍ ଦେଖିବାକୁ ପଳେଇଲେ। ତା 2 ଦିନ ପୂର୍ବରୁ ଆମର ସେଇ ମାମୁଁ ଘର ଗାଁର ଜଣଙ୍କ ପାଖରୁ ଛଡ଼ାଛଡ଼ି କରୁଛନ୍ତି।